ସୁଷମା ସ୍ୱାମୀ ଭଗବାନଙ୍କର ସୃଷ୍ଟି ଅତି ବିଚିତ୍ର ସୁଷମା। ସବୁ ଉପରେ ସମୟ ଗୋଟାଏ ଏମିତି ଜିନିଷ କେତେବେଳେ କାହାକୁ ନେଇ କେଉଁ ଜାଗାରେ ପହଞ୍ଚେଇବ ତାର ଜମା ଠିକ ଠିକଣା ନାହିଁ। ଠାକୁରଙ୍କୁ ଦୋଷ ଦେଇ କିଛି ବି ଲାଭ ନାହିଁ ସ୍ୱାମୀ। ଏଇ ଦେଖୁନ ଆମ ଜୀବନ କିଡ଼େ ଅଭିଶପ୍ତ ଜୀବନ। କେତେବେଳେ ପାଣି ଉପରେ ନା ତ ଆଉ କେତେବେଳେ ନା ଉପରେ। ଏଇ ଜୀବନ ଡଙ୍ଗାଟା ଏମିତି ଭାବରେ ବୁଡ଼ିଯିବ ମୁଁ ଏହା ସ୍ୱପ୍ନରେ ସୁଦ୍ଧା କଳ୍ପନା କରିନଥିଲି। ସ୍ୱାମୀ ସୁଷମା ଠାକୁରଙ୍କୁ ଦୋଷ ଦେଇ କିଛି ଲାଭ ନାହିଁ। ସୁଷମା ଏସବୁ ପରେ ଆମ ଭାଗ୍ୟର ଦୋଷ, ହଁ ସୁଷମା ଆମ କର୍ମର ଫଳ ଇଏ ସ୍ୱାମୀ। କପାଳରେ ଯାହା ଲେଖା ଥାଏ ସବୁ କିଛି ବୁଝିବାକୁ ପଡ଼େ ସୁଷମା, ସବୁ କିଛି ସହିବାକୁ ପଡ଼େ। ଏଇ ଦେଖୁନ ଆରେ ଦେଖ ଏଇ ରାଜା ମଣିଭଦ୍ରା କେତେ ଦୁଃଖୀ ରଙ୍କିକୁ ଏଇ ହାତରେ ଖାଇବାକୁ ଦେଇଛି ସ୍ୱାମୀ। ହେଲେ ଆଜି ତୁମ ଭାଇର ଶୁଦ୍ଧିକ୍ରିୟା କରିବା ପାଇଁ ପାଖରେ କଣା କଉଡ଼ିଟିଏ ତମେ ସେଥିପାଇଁ ଜମାରୁ ବ୍ୟସ୍ତ ହୁଅନି ସ୍ୱାମୀ। କେମିତି ବ୍ୟସ୍ତ ହେବିନି? ଏଇ କାଳକୁଟ ବୋରା ଥିଲେ ଆମର ସଖା। ତମେ ସେଥିପାଇଁ ବ୍ୟସ୍ତ ହୁଅନି। ସୁଷମା ଏ ବାବୁ ଆଣିଙ୍କ ପାଖରେ ଭିକ୍ଷା କରି ଆଣି ମୋ ଭାଇର ଶୁଦ୍ଧିକ୍ରିୟା କରିବା ନାଇଁ ସୁଷମା, ତୁଳି ପାଉଁଶରୁ ଉଦ୍ଧାର ହେଇଯିବା। ଶେଷରେ ଏଇ ରାଜା ମଣିଭଦ୍ରା ଭିକ୍ଷାବୃତ୍ତି କରିବ। ସ୍ୱାମୀ ନାଇଁ ସୁଷମା, ନାଇଁ ତୁମେ ସେମିତି କାହିଁକି ସ୍ୱାମୀ? ସେମିତି କୁହନି। ସେଦିନ ପରା ଦାନବୀର ହରିଶ୍ଚନ୍ଦ୍ର ନିଜର ଦାନ ପୂରଣ କରିବା ପାଇଁ ଆଉ ସ୍ତ୍ରୀ ପୁତ୍ରକୁ ଅନ୍ୟ ପାଖରେ ବିକ୍ରି କରିଦେଇଥିଲେ। ତାକୁ କ'ଣ ଲାଜ ଲାଗିଥିଲା? ଟୀକା ଗୋବିନ୍ଦ ଚନ୍ଦ୍ର କର୍ମଫଳ ପାଇଁ ଭିକ୍ଷାବୃତ୍ତି କରିଥିଲେ, ତାକୁ କ'ଣ ଲାଜ ଲାଗିଥିଲା? ଏଇ ସୁଷମା ତମେ ଆଜି ଏକା ନୁହଁ, ତମ ସହିତ ତମ ସ୍ତ୍ରୀ ଅଛି ସ୍ୱାମୀ, ସୁଷମା ତମ ପୁଅ ଅଛି। ସୁଷମା ଏଇ ଯଦି ପାରୁଛ ତାହେଲେ ଦୁନିଆ ଦାଣ୍ଡରେ ତମ ସ୍ତ୍ରୀ ପୁଅକୁ ବିକ୍ରି। ଏ ଭଗବାନ, କଥା ଶୁଣିଲା ପୂର୍ବରୁ ମତେ ମାରିଦେଲନି କାହିଁକି ମାରିଦେଲନି ମତେ? କାହ୍ନା କାହ୍ନା ରେ ମତେ କିଛି ଖାଇବାକୁ ଦିଅ ବାବା। ଭଗବାନ ମତେ ବହୁତ ଜୋରେ ଭୋକ କଲାଣି ବାବା। ଆରେ ପାଖରେ ତ କିଛି ନା, ତତେ କୋଉଠୁ ଖାଇବାକୁ ଦେବି? କୋଉଠୁ ଆଣିବି ରେ? ସ୍ୱାମୀ ସୁଷମା ନାଇଁ, ମୁଁ ମାଗିବି ଏଇ ଦୁନିଆ ଦାଣ୍ଡରେ ଏଇ ବାବୁ ଭାଇମାନଙ୍କୁ ମୁଁ ଭିକ ମାଗି। ମୋ କାହ୍ନା ମୁହଁରେ ଆହାର ଦେବା ପାଇଁ, ତୁମ ଭାଇର ଶୁଦ୍ଧିକ୍ରିୟା କରିବା ପାଇଁ ମୁଁ ଏଇ ବାବୁ ଭାଇମାନଙ୍କୁ ଭିକ ମାଗି। ସ୍ୱାମୀ ସୁଷମା କଥାରେ ପରା ଅଛି, ସ୍ୱାମୀ ଯଦି ରାଜା ହୁଏ ସ୍ତ୍ରୀ ରାଜରାଣୀ, ଆଉ ସ୍ୱାମୀ ଯଦି ଭିକାରୀ ହୁଏ ସ୍ତ୍ରୀ ଭିକାରୁଣୀ। ହେ ସୁଷମା କେବଳ ତମେ କାହିଁକି ସ୍ୱାମୀ?
ମୁଁ ପରା ବଞ୍ଚିଛି ଏଇ ପୁଅଟାକୁ ଖାଇବାକୁ ଦେବା ପାଇଁ, ମୋ ଭାଇର ଶୁଦ୍ଧିକ୍ରିୟା ପାଇଁ। ଆମେ ଦୁଇ ଜଣ ଯାକ ମିଶି ଏ ଭିକ ମାଗିବା, କୁଶବା, ଭିକ ମାଗିବା। ଯେତେବେଳେ ମୁଁ ଯୁଦ୍ଧ କ୍ଷେତ୍ରକୁ ଯାଉଥାଏ ତୁମେ ମୋତେ ବୀର ବେଶରେ ସଜେଇ ଦେଉଥିଲ ନା? ହେଲେ ଆଜି ମୁଁ ଭିକ ମାଗିବାକୁ ଯିବି, ମୋତେ ତୁମେ ଭିକାରୀ ବେଶରେ ସଜେଇ ଦବନି, ସ୍ୱାମୀ ସଜେଇ ଦବନି ମୋତେ। ଏଇ ସ୍ୱାମୀ, କୁଶବା, ସେଦିନ ସେଇ ରାଜା ମଣିଭଦ୍ରଙ୍କୁ ଏ ରାଣୀ ସୁଷମା ମଥାରେ ବିଜୟର ଟୀକା ଲଗାଇ ବୀର ବେଶରେ ସଜେଇ ଦଉଥିଲେ। ହେଲେ ଦେଖ ସମୟର ବିଡ଼ମ୍ବନା, କର୍ମର ଦୋଷ, ଭାଗ୍ୟର ଫଳ। ସେଇ ରାଜା ମଣିଭଦ୍ର ଅଛନ୍ତି, ସେ ରାଣୀ ସୁଷମା ବି ଠିଆ ହେଇଛି। ଦେଖ ଆଜି ବି ମୋ ସ୍ୱାମୀକୁ ମୁଁ ସଜେଇ ଦେବି, ମାତ୍ର ଫରକଟା ଏତିକି, ସେଦିନ ମୋ ସ୍ୱାମୀକୁ ମୁଁ ଯୁଦ୍ଧ କ୍ଷେତ୍ରକୁ ପଠାଇ ଦଉଥିଲି, ହେଲେ ଆଜି ମୁଁ ରାଜା ମଣିଭଦ୍ରକୁ ଭିକ୍ଷାବୃତ୍ତି କରିବାକୁ। ଆସ ସ୍ୱାମୀ, କାହ୍ନା, ମୁଁ ତମ ବାପ ପୁଅଙ୍କୁ ଭିକାରୀ ବେଶରେ ସଜେଇ ଦେବି। କୁଶବା, ଆଉ କାହିଁକି ଡେରି କରୁଛ? ସଜେଇ ଦିଅ, ମୋତେ ତୁମେ ଭିକାରୀ ବେଶରେ ସଜେଇ। ଠିକ୍ ଅଛି ସ୍ୱାମୀ, ସଜେଇ ମୁଁ ତମ ଦୁଇ ଜଣକୁ ଭିକାରୀ ବେଶରେ ସଜେଇ ଦଉଛି। ଭିକାରୀ ବେଶରେ ସଜେଇ ଦଉଛି। ବାବୁ, ମା ମୁଠେ ଭିକ ଦିଅ। ସୁଖ ମାଗିବି ନା ଦୁଃଖ ମାଗିବି, ମାଗିଲେ ମିଳୁଛି ଖାଲି ଆଜୁଳାଏ ଲୁହ। ସୁଖ ମାଗିବି ନା ହସ ମାଗିବି, ମାଗିଲେ ମିଳୁଛି ଖାଲି
बाबू मुझे भिका दिया बाबू मुझे भिका दिया बाबू मुझे भिका दिया बाबू मुझे भिका दिया ए कन्हा ए बाबू बापड़ी माने भारी दयालु रे ए देखु तो आम भोक विकल संभाली न पारी हमको केते कौन खाइबाकू दैछंती मु ईश्वर को पाखरे प्रार्थना करूची बाबू माने आपणकर सर्वकुशल करंतु ठाकुर मंगल करंतु आपणकर कन्हा तते भरा भोक लागुचिरा आधन ସେଇଠି ବସି ମୁଁ ତତେ ଖୁଆଇ ଦେବି ଆଧନ ମା ତମେ ଏଇଠି ଅଛ ହେଲେ ମୋ ବାବା କଣ କଲେ ମା ଏଇ ମା ତୁ ଜମା ବ୍ୟସ୍ତ ହୁଅନି ସେଇ ପାଖ ଗାଁରେ ଭିକ୍ଷା କରୁଥିବେ ଏଇ ସାଙ୍ଗେ ସାଙ୍ଗେ ଆସିଯିବେ ମୁଁ ତତେ ଖାଇବାକୁ ନାଇଁ ମା ମୋ ବାବା ନ ଆସିଲା ପର୍ଯ୍ୟନ୍ତ ମୁଁ ପାଣି ଟୋପେ ବି ପିଇବି ମୋ ବୁଝା ହଉନି ରେ କାନ୍ନା ମୁଁ ତତେ ମୁଁ ଆସିଗଲିଣି ସୁଷମା ଦେବୀ ଆସିଛୁ ଦେଖ ଅନ୍ତରାକ୍ଷ ସର୍ବସାତ ଛଡ଼େଇ ନେଇଛୁ ଏଠି ସେଠି ଆମେ ଭିକ ମାଗି ଜୀବନ ପୋଷୁଛୁ ଏଇ ମୋ ପ୍ରତି ଟିକେ ଦୟା କର ହାତ ଯୋଡୁଛି ମୋ ହାତ ଯୋଡୁଛି ବାବୁ ମାନେ ଏଇ ଦେଖ ମୁଁ ତମ ମାନଙ୍କୁ ମୁଣ୍ଡିଆ ମାରୁଛି रे तपमुआ महा पछपट कनुचु भाई बाबू चली जाओ तू एठारू चली जाओ बाबू माने मु तुमको हाथ जोड़ुती चली जाओ हमें निश्चय जीवु चली जाओ किंतु कन्या को मारी सरीबा परे नहीं बाबू आपण सेमिति कहतुनी जदि पारुछते मते मारी दियंतु बाबू नहीं लो हेले मो पुओ को छाड़ी दियंतु देखंतु बाबू तो पुओ को मारी दियंतु मते अंतराक्ष मत मारिबार अछि त मार मते मारी दिया मते बाबरो हेले मो पुओ को छाड़ी दियो मो तुमको हाथ जोड़ुचे मो पुओ को छाड़ी दियो ए तुम पाखरे कानी बातुचे बिक मागुचे मो पुओ को छाड़ी दियो रे अंतराक्ष कन्याटा बंची रहिले बा मो सिंहासन रे बसी पारि नहीं नहीं से पट मु केबे करिबिनी देख ए राज्य छाड़ी आम अनेक दूर को चली जीवु हेले अंतराक्ष मु ते हाथ जोड़ुची रे तो पाद तले पड़ुची हे ते 100 मुंडिया मारुची रे तू चली जा अंतराक्ष चली जा ठारू एंडुओ बाबरो अरे ठियाई रही छु कोन बाबरो जा हाँ नहीं अंतराक्ष चुपचाप बैठ जा नहीं तो पुआ में माता की पड़े बोलो नहीं तोता में छाट नहीं अंतराक्ष मो पुओ को छाड़ी दियो बाबू मु तुमको हाथ जोड़ुची बाबरो ए बाबू मु सुषमा को धरती नहीं तमे ता पुआ को मार दे तू एठारू चली जा कना तू एठारू कौन बेहोश हो जाए मो पुओ पानी मुझे दियो बाबू तो पुआ नहीं लो नहीं मो पुओर किसी आईने मो पुओ बेहोश हो जाए मो पुओ पानी मुझे दियो बाबू तो पुआ को आम जल पठे बाबू मो कानी पति पानी मुझे मागुच बाबू मो पुओ पानी मुझे दियो
ଶଳା ପାଣି ମାଗୁଛି ଦେବି ପାଣି ଦିଅ। ପାଣି ପିଇବୁ ପିଇଦେଲା ପାଣି ପାପି ଗୋଟେ ମାର ମନ କଥା ତୁ ବୁଝେଇ ପାରିବନି। ଗୋଟେ ମା ଆଖି ସାମ୍ନାରେ ତା ପୁଅକୁ ତୁ ମାରି ଦେଇଛୁ, ରକ୍ତ ଦେଖାଇ ଦେଇଛୁ ତା ପୁଅର। ପାପି ମୁଁ ଆଜି ମାରୁ ରାକ୍ଷସୀ ପାଲଟି ଯିବି। ମୋ ପୁଅର ସରିବା ମୁଁ ସହିପାରିବିନି। ମୁଁ ତ ତଣ୍ଟି କଣା କରିଦେବି। ଦେ ତୋ ରକ୍ତ ମତେ ଦେ, ଦେ ତୋ ରକ୍ତ ମତେ ଦେ। বাকি রহিলা নাটকর অন্তিম দৃশ্য। রাজামণি ভদ্রকে হত্যা করে বসিবি এই রাজা সিংহাসনে। মনীষা জীবন ଯେଉଁଠି ଅନ୍ତ ହୋଇଥାଏ, ମୋ ଜୀବନ ସେଇଠୁ ଆରମ୍ଭ। ମୋ ଅନ୍ତରେ ଭୋକ, ମୁଖରେ ହସ, ତେଣୁ ମୋ ନାଁଟା ହେଲା ଅନ୍ତରାକ୍ଷ। ସୁଷମା ସତରେ ମାର ଶୂନ୍ୟ ସ୍ଥାନଟା କେହି ପୂରଣ କରିପାରିବେ ନା। ଦେଖ ମା ପୁଅ କେମିତି କୋଳାକୋଳି ହୋଇ ଶୋଇଛନ୍ତି। ୟାଠୁ ଶାନ୍ତି ଆଉ ଏ ଦୁନିଆରେ କ'ଣ ଅଛି? ଯାହା ହେଉ ସେଇ କପିଳାସ ଭୋଗୀ ଚନ୍ଦ୍ରଶେଖର ସବୁ ସୁଖ ଶାନ୍ତି ମୋତେ ଫେରେଇ ଦେଇଛନ୍ତି। ସୁଷମା ଆରେ ଉଠ, ଉଠରେ କାହ୍ନା, ତୋତେ ପରା ଭୋକ ଲାଗୁଥିଲା। ଏଇ ଦେଖେ ଏଇ ବାବୁ ଭାଇ ମା ମାନେ ଅନେକ କିଛି ଖାଇବାକୁ ଦେଇଛନ୍ତି। ଉଠରେ ଧନ, ମୁଁ ତୋତେ ମୋ ନିଜ ହାତରେ ଖୁଆଇ ଦେବି। ସୁଷମା, ଏ ସୁଷମା, ଆରେ ଉଠ, ଉଠରେ କାହ୍ନା, ସୁଷମା।
সপনারে লাগি গলানিয়া জলি জলি মরে মোহি নিজর রকত বদলি যাইছি পর স্বার্থ পর হই উপর বালার কপাল লিখন উপর বালার কপাল লিখন লিখিছি আলুচি দীপালি লুহরে মোর চালুচি দীপালি লুহরে মোর সোমা ସମସ୍ତେ ଛାଡ଼ି ଚାଲି ଗଲେ କାନାରେ ତୁ ମଧ୍ୟ ମୋତେ ଛାଡ଼ି ଚାଲିଗଲୁ ହେ ଠାକୁରେ এইটা କ'ଣ ତୁମର ଉଚିତ ବିଚାର ଠାକୁର ଭକ୍ତ ପ୍ରତି ଏ କି ବିଚାର ପ୍ରଭୁ ତୁମେ କ'ଣ ପଥର ପାଲଟି ଗଲ ଶେଷରେ ମୋ ପତ୍ନୀ ପୁତ୍ରକୁ ମଧ୍ୟ ନେଇଗଲ ନାଇଁ ଠାକୁରେ ମୁଁ ଆଉ ବଞ୍ଚି ଲାଭ କ'ଣ ଅଛି କି ଯଶ ଅର୍ଜିବି ଆଉ ଆଜି ମୋ ପୁତ୍ର ପତ୍ନୀଙ୍କ ଜୁଇରେ ମୋ ଜୀବନକୁ ମଧ୍ୟ ଜଳାଞ୍ଜଳି ଦେଇଦି ତୁମେ ଦେଖିବ ଠାକୁରେ ତୁମ ନାମରେ ଲାଗିବ କଳଙ୍କ ଲାଗିଯିବ ନାଇଁ ଆଜି ମୋ ପତ୍ନୀ ପୁତ୍ର ପାଇଁ ମୁଁ ଜୁଇ ସଜାଡ଼ିବି ଆଉ ସେଇ ଜୁଇରେ ମୋ ଜୀବନକୁ ଜଳାଞ୍ଜଳି ଦବା କଥା ଆଜି ତ ମୁହଁରେ ନିଆଁ ଦଉଛି ତୁ ଭାବି ନବୁ ରେ କାଲା ତୁ ମୋ ବାପ
ସୁଷମା ଏ ସୁଷମା ଶାସ୍ତ୍ରରେ ଲେଖା ଅଛି ନାରୀ ହେଉଛି ଜାୟା ଜନନୀ ଭଗିନୀ ତୁମେ ଛାୟା ନୁହେଁ କି ଭଗିନୀ ନୁହେଁ ଆଜି ତୁମେ ମୋ ପାଇଁ ଜନନୀ ଆଜି ତୁମେ ମୋ ପାଇଁ ମୋ ମା ଭାବି ନବ ତୁମ ବୁଢ଼ା ପୁଅ ଆଜି ତୁମ ମୁହଁରେ ମୁଁ କାକିରି ଦେଉଛି ମୁଁ କାକିରି ଦେଉଛି ହେ ଦଶ ଦିଗ ପାଳେ ଆଜି ମୋ ପୁତ୍ର ପତ୍ନୀଙ୍କ ମୁଖରେ ମୁଁ ଅଗ୍ନି ଦେଉଛି ଦୋଷ ଥିଲେ କ୍ଷମା ଦେବ ମୋତେ ତାଙ୍କ ଜୀବନ ଥିଲେ ଫେରେଇ ଦବ ହେ ଦଶ ଦିଗ ପାଳେ ଆଜି ମୋ ପତ୍ନୀ ପୁତ୍ର ମୁଖରେ ମୁଁ ମୁଖ ଅଗ୍ନି ଦେଉଛି ଜୀବ ଥିଲେ ଫେରେଇ ଦବ ଏଥିରେ ମୋର କୌଣସି ଦୋଷ ନାହିଁ ହେ ଦଶ ଦିଗ ପାଳେ ଆଜି ମୋ ପତ୍ନୀ ପୁତ୍ର ମୁଖରେ ମୁଁ ମୁଖାଗ୍ନି ଦେଉଛି ଜୀବ ଥିଲେ ଫେରେଇ ଦବ ଏଥିରେ ମୋର କୌଣସି ଦୋଷ ନାହିଁ ରହିଯା ଧନ୍ୟ ଧନ୍ୟ ରାଜା ମଣିଭଦ୍ର ପ୍ରଭୁ ଧନ୍ୟ ତୋର ଭକ୍ତି ଉପାସନା ଆପଣ ଆସିଛନ୍ତି ପ୍ରଭୁ ଆଉ କି ସୁଖ ଦେଖିବାକୁ ଆସିଛନ୍ତି ଏଇ ଦେଖନ୍ତୁ ପ୍ରଭୁ ଏଇ ଦେଖନ୍ତୁ ଆଜି ଆଜି ସେଇ ଜୁଇରେ ମଧ୍ୟ ମୋ ଜୀବନ ଜଳାଞ୍ଜଳି ଦେବି ଜଳାଞ୍ଜଳି ଦେଇଦେବି ମୁଁ ଧନ୍ୟ ଧନ୍ୟ ରାଜା ମଣିଭଦ୍ର ଧନ୍ୟ ତୋର ଭକ୍ତି ଉପାସନା ପ୍ରଭୁ ଆଜି ତୋର ଭକ୍ତିରେ ଏ ଭୋଳାନାଥ ଶିବର ମଥା ନଇଁ ଯାଉଛି ପ୍ରଭୁ ଦୁଃଖ କର ନା ପୁତ୍ର ପ୍ରଭୁ ଫେରାଇ ଦେବି ତୋର ସକାଳ ଐଶ୍ୱର୍ଯ୍ୟ କ'ଣ କହିଲେ ପ୍ରଭୁ ହଁ ମଣିଭଦ୍ର ଆପଣ ଫେରେଇ ଦେବେ ମୋ ସକଳ ଐଶ୍ୱର୍ଯ୍ୟ ହଁ ମଣିଭଦ୍ର ଦୁଃଖ ହେଉଛି କେବଳ ଈଶ୍ୱରଙ୍କ କଷଟି ପଥର ଭକ୍ତକୁ ଦୁଃଖ ଦେଇ ମାପେ ଭକ୍ତିର ଗଭୀର ମଣିଭଦ୍ର ଆଜି ତୁମେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛ ଏଇ ଦେଖ ଦେଖ ରାଜା ମଣିଭଦ୍ର ଫେରାଇ ଦେବି ତୋର ସକଳ ସମ୍ପଦ ହହ ସକଳ ସମ୍ପଦ তুমি ভালো হয়ে যাইছো স্বামী কানা ভালো হয়ে যাইছে ସୁଷମା স্বামী ଏହା କେବଳ ସମ୍ଭବ ହେଇଛି ସେଇ କପିଳାସ ଭୋଗୀ ଚନ୍ଦ୍ରଶେଖରଙ୍କ ଦ୍ୱାରା ସ୍ୱାମୀ ଏଇ ଦେଖିଲ ଦେଖ ଭକ୍ତର ଭଗବାନ ସଦା ସର୍ବଦା ସ୍ୱାମୀ ହଁ ସୁଷମା ଭକ୍ତର ଭଗବାନ ସଦା ସର୍ବଦା
ମୁଁ ଭଲ ହେଇଯାଇଛି। ମୋ ପୁଅ କାହ୍ନା ବି ଭଲ ହେଇଯାଇଛି। ସତରେ ସେଇ କପିଳାସବାସୀ ଚନ୍ଦ୍ରଶେଖର ଆମ ଡାକ ଶୁଣିଛନ୍ତି। ହଁ ସୁଷମା, ମୋ ଘର ସଂସାର ମୋ ସ୍ୱାମୀ ସଂସାର ସମସ୍ତଙ୍କୁ ଫେରେଇ ଦେଇଛି। ହଁ ସୁଷମା, ହଁ ସ୍ୱାମୀ ଚାଲ ସେଇ କପିଳାସ ଭୋଗୀ ଚନ୍ଦ୍ରଶେଖରଙ୍କୁ ଆମେ ଅନନ୍ତ କୋଟି ଦଣ୍ଡବତ କରିବା। ଚାଲ ସୁଷମା, ଅନନ୍ତ କୋଟି ଦଣ୍ଡବତ କରିବା। ସ୍ୱାମୀ କାହ୍ନାରେ ଆଉ ଅପେକ୍ଷା କାହିଁକି? ଚାଲ ଯିବା ଆମ ସେଇ ଢେଙ୍କା ରାଜ୍ୟକୁ। ସ୍ୱାମୀ ସେଠାରେ ସମସ୍ତ ପାପୀ ମାନଙ୍କୁ ଆମେ କରିବା ବିନାଶ। ସ୍ୱାମୀ ହରେ ସମସ୍ତ ପାପୀ ମାନଙ୍କୁ ଆମେ କରିବା ବିନାଶ। ଚାଲ କାହ୍ନା, ଚାଲ ସ୍ୱାମୀ ଚାଲ ସୁଷମା, ଚାଲ ସ୍ୱାମୀ। ଯିବା ଆମ ରାଜ୍ୟକୁ। ଚାଲ ଚାଲ ଚାଲ।